ଗୋଟିଏ ଛୋଟିଆ କାହାଣୀଟିଏ। ଆଶା କରୁଛି ଆପଣମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଶୁଣିବେ। ଗୋଟିଏ ସହରୀ ପରିବାର ଅର୍ଥାତ୍ ପତି ପତ୍ନୀ ଓ ତାଙ୍କର ଗୋଟିଏ ଛୋଟିଆ ପୁଅଟିଏ। ଥରେ ଏମାନେ ମେଳା ବୁଲିବାକୁ ଯାଇଥାନ୍ତି। ମେଳାରେ ତାଙ୍କର ପୁଅଟି ହଜିଗଲା। ବହୁତ ଖୋଜାଖୋଜି କଲା ପରେ ବି ନ ମିଳିବାରୁ ସେମାନେ ସୂଚନା କେନ୍ଦ୍ରକୁ ଗଲେ। ସୂଚନା ଦେବାର ପ୍ରାୟ 1 ଘଣ୍ଟା ପରେ ପୋଲିସ ସେମାନଙ୍କୁ ତାଙ୍କର ହଜିଲା ପୁଅକୁ ଆଣିଦେଲା। ଏହି 1 ଘଣ୍ଟା ଭିତରେ ପୁଅଟିର ମା ମୁଣ୍ଡ ବାଡ଼େଇ କାନ୍ଦୁଥାଏ ଆଉ ଚେତାଶୂନ୍ୟ ଅବସ୍ଥା ଆସିସାରିଥାଏ। ଆଉ ପୁଅଟିକୁ ପାଇଲା ପରେ ମା ଅତି ଖୁସି ହୋଇଗଲେ ଆଉ ସେଠାରୁ ଆସି ତାଙ୍କ ସ୍ୱାମୀ ଜଣଙ୍କ ପରିବାର ସହ ଯାଇ ବସ୍ରେ ବସିଲେ। ଏହା ଦେଖି ପତ୍ନୀ ପଚାରିଲେ, ତମେ ଘରକୁ ନ ଯାଇ ବସ୍ରେ କ'ଣ ପାଇଁ ବସିଲ? ଏହା ଶୁଣି ସ୍ୱାମୀ ଜଣଙ୍କ ଉତ୍ତର ଦେଲେ, ତୁମେ ଏହି ମାତ୍ର 1 ଘଣ୍ଟା ତୁମ ପୁଅକୁ ନ ପାଇବାରୁ କେତେ କଷ୍ଟ ପାଇଲ, ଆଉ ମୋ ମା 10 ବର୍ଷ ମୋତେ ନ ଦେଖି ଗାଁରେ କେତେ କଷ୍ଟ ପାଇଥିବ। ମା ବାପାଙ୍କୁ କଷ୍ଟ ଦେଇ କେହି ବି ଆଜି ପର୍ଯ୍ୟନ୍ତ ଖୁସିରେ ନାହାନ୍ତି। ତେଣୁ ସାଙ୍ଗମାନେ ମା ବାପାଙ୍କ ପାଇଁ ଯଦି କିଛି କରିବାକୁ ଚାହୁଁଛନ୍ତି ବଞ୍ଚିଥିବା ଅବସ୍ଥାରେ କରନ୍ତୁ। ଶବ ଉଠେଇଲା ବେଳେ ଶତ୍ରୁ ତ କାନ୍ଦି ପକାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ଚପଲ ଠାରୁ ବଡ଼ ଯୋଡ଼ି ଏ ଦୁନିଆରେ ଆଉ କେହି ନାହିଁ। ଯଦି ଗୋଟିଏ ହଜିଯାଏ ତାହେଲେ ଅନ୍ୟ ଜଣଙ୍କର ଜୀବନ ଶେଷ ହୋଇଯାଏ। ଯଦି ଗୋଟିଏ ହଜିଯାଏ ତାହେଲେ ଅନ୍ୟ ଜଣଙ୍କର ମୂଲ୍ୟ କିଛି ନଥାଏ। ତେଣୁ ଯୋଡ଼ି ହେବ ତ ଚପଲ ପରି। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ସାଙ୍ଗମାନେ, ଜୀବନରେ ସଫଳ ହେବାକୁ ହେଲେ କଥା କମ୍ ଏବଂ କାମ ବେଶୀ କରନ୍ତୁ। କାରଣ ଦୁନିଆ ଶୁଣିବା ଅପେକ୍ଷା ଦେଖିବାକୁ ପସନ୍ଦ କରେ। ନୀରବରେ କାର୍ଯ୍ୟ ଆରମ୍ଭ କରନ୍ତୁ, ଦେଖିବେ ଆପଣଙ୍କ ସଫଳତା ଦିନେ କୋଳାହଳ ସୃଷ୍ଟି କରିବ। ସାଙ୍ଗମାନେ, ଝିଅ ହେବା ଏତେ ସହଜ ନୁହେଁ। ସବୁଠି ଶୁଣିବାକୁ ପଡ଼ିଥାଏ, ସହିବାକୁ ପଡ଼ିଥାଏ ଆଉ ଲୁହ ଲୁଚେଇ ଦୁନିଆ ଆଗରେ ହସିବାକୁ ପଡ଼ିଥାଏ। ସବୁ କଷ୍ଟକୁ ଛାତିରେ ଚାପି ରଖି ଅନ୍ୟକୁ ସୁଖ ଦେବାକୁ ପଡ଼ିଥାଏ। ସବୁ ଯନ୍ତ୍ରଣାକୁ ମନରେ ମାରି ଅନ୍ୟର ସେବା କରିବାକୁ ପଡ଼ିଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।